ଦେଖନ୍ତୁ ଗତକାଲି ବି ଆପଣ ଖବର କରିଥିଲେ ଆପଣ ଦେଖିଥିବେ ସୀତାମାଢ଼ି ଏବଂ କଲେଜ ଛକ ମାର୍କେଟ ରୋଡ଼ର କିଛି ଅଂଶ କାଲି ଯେଉଁମାନେ କରିଥିଲେ ଜବରଦସ୍ତ ଉଚ୍ଛେଦ କରାଯାଇଥିଲା। ଯେଉଁମାନେ ଡ୍ରେନ୍କୁ ମାଡ଼ି ବସିକି ରୋଡ଼କୁ ଆସିଥିଲେ ଟେମ୍ପୋରାରୀ କେବିନ୍ ଯେଉଁମାନେ ପକେଇଥିଲେ ଅନ୍ୟାନ୍ୟ ଖର୍ଚ୍ଚ କିଛି କରିଥିଲେ ତାକୁ ଆମେ ଗତକାଲି ଉଚ୍ଛେଦ କରିଥିଲୁ। ଆଜି ସେଇ କ୍ରମରେ ଆମର ମୁଖ୍ୟ ଯେଉଁଟା ରହୁଛି ପ୍ୟାଲେସ୍ ରୋଡ଼ ଯେଉଁଥିରେ ଆମର ବଡ଼ଦାଣ୍ଡ ଆମେ କହୁଛୁ ଯେଉଁଥିରେ ଆମର ରଥ ମୁଖ୍ୟ ଚାଳନ ହେବ ସେଇ ଉପରେ ଆମର କଲେଜ ଛକ ପାଖରେ ଯେଉଁ ଯେତେବେଳେ କେବିନ୍ ଥିଲା ଯେଉଁଟା ରୋଡ଼ ଉପରେ ମାଡ଼ି ବସିଥିଲା ଯେଉଁଟା ରାସ୍ତା କଣ୍ଟ୍ରୋଲ କରୁଥିଲା ମୁଖ୍ୟତଃ ଲୋକଙ୍କର ଯେଉଁ ଗହଳି ହେଉଥିଲା ରଥଯାତ୍ରା ଟାଇମ୍ରେ ସେ ସମୟରେ ଲୋକମାନେ ସମସ୍ୟାର ସମ୍ମୁଖୀନ ହେଉଥିଲେ ତାକୁ ଆଜି ଆମେ ଉଚ୍ଛେଦ କରିବାକୁ ଚେଷ୍ଟା କରୁଛୁ। ପାଖାପାଖି 3-4 ଗୋଟି କେବିନ୍ ଯେଉଁଟା ଆମର କଲେଜ ଛକରୁ ପ୍ୟାଲେସ୍ ଗେଟ୍ରେ ଅଛି ତାକୁ ଆମେ ଉଚ୍ଛେଦ କରୁଛୁ। ଆପଣ ଦେଖୁଥିବେ ଭାବେ ପ୍ରକ୍ରିୟା ଜାରି ରହିଛି। ଏବେ ପ୍ୟାଲେସ୍ ରୋଡ଼ରେ ଯେଉଁମାନେ ବି ଇନଭେଷ୍ଟ କରିଥିବେ କିମ୍ବା ପୁରା ଏକ୍ସଟେନସନ୍ ଖେଳ ଯଦି ଆଗକୁ ମାଡ଼ି ଆସିଥିବ ତାକୁ ଆମେ ଚେଷ୍ଟା କରିବୁ ବାହାର କରିବା ପାଇଁ। ଆମେ ନୋଟିସ୍ ବି ଦେଇଥିଲୁ ମାଇକିଂ ବି ହେଇଥିଲା 3 ଦିନ ତାକୁ ମାନିକି କିଛି ଲୋକ ମଧ୍ୟ କାଟି ଦେଇଛନ୍ତି ଯେ ଆମେ ଅବଜର୍ଭ କରୁଛୁ। ତଥାପି ଯେଉଁମାନେ ଏପର୍ଯ୍ୟନ୍ତ କାଟି ନଥିବେ ତାକୁ ଆମେ ଉଚ୍ଛେଦ କରିକି ତାକୁ କାଢ଼ିବାକୁ ବ୍ୟବସ୍ଥା ଆମେ ଆଶା କରୁଛୁ ଆଜି ସନ୍ଧ୍ୟା ଭିତରେ ସରିଯିବ। ଆଗରୁ କିଛି ବାକି ରହିଯିବ କାଲି ସନ୍ଧ୍ୟା ଭିତରେ ଫେରିବାକୁ ଚେଷ୍ଟା କରିବୁ କାରଣ ଆପଣ ଜାଣିଥିବେ 16 ତାରିଖରୁ ରଥଯାତ୍ରା ଷ୍ଟାର୍ଟ ହେବ ତ ତା ପୂର୍ବରୁ ସମସ୍ତ କାର୍ଯ୍ୟ ସାରିବାକୁ ଚେଷ୍ଟା କରିବୁ।